ପୁରାଣ ଓ ସଂସ୍କୃତି। କେଉଁ ଋଷି ଦେବତାମାନଙ୍କ କଲ୍ୟାଣ ନିମିତ୍ତ ସମୁଦ୍ରକୁ ଚଳୁ କରିଦେଇଥିଲେ? ଅଗସ୍ତ୍ୟ। କେଉଁ ଦିନ ଶ୍ରୀରାଧା ପାଦ ଦର୍ଶନ ଉତ୍ସବ ପାଳିତ ହୋଇଥାଏ? ଅଁଳା ନବମୀ। କେଉଁ ଦିନ ଲିଙ୍ଗରାଜଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ? ଅଶୋକାଷ୍ଟମୀ। ଅର୍ଜୁନଙ୍କର ଧନୁର ନାମ କ'ଣ? ଗାଣ୍ଡୀବ। ଭୀଷ୍ମ କାହାଠାରୁ ଯୁଦ୍ଧ ବିଦ୍ୟା ଶିକ୍ଷା କରିଥିଲେ? ପରଶୁରାମ। କେଉଁ ଦେବତାଙ୍କ ପ୍ରତୀକ ରୂପେ ପୂର୍ଣ୍ଣ କଳସ ସ୍ଥାପନ କରାଯାଏ? ଗଣେଶ। ନନ୍ଦିଘୋଷ ରଥର ସାରଥୀ କିଏ? ଦାରୁକ। ଭଗବାନ ଶିବଙ୍କର ଧନୁର ନାମ କ'ଣ? ପିନାକ। ଝାମୁ ଯାତ୍ରା କେବେ ଅନୁଷ୍ଠିତ ହୋଇଥାଏ? ବିଷୁବ ସଂକ୍ରାନ୍ତି ଦିନ। ମହାକୁମ୍ଭ ମେଳା କେତେ ବର୍ଷରେ ଥରେ ଅନୁଷ୍ଠିତ ହୁଏ? 12 ବର୍ଷରେ ଥରେ। ପାଷାଣ ରୂପୀ କେଉଁ ମହିଳା ରାମଚନ୍ଦ୍ରଙ୍କର ପାଦସ୍ପର୍ଶରେ ଜୀବନ୍ୟାସ ପାଇଥିଲେ? ଅହଲ୍ୟା। ନାରାୟଣଙ୍କର ବାହନ କିଏ? ଗରୁଡ଼। କେଉଁ ଦେବତାଙ୍କୁ ଗିରିଧାରୀ କୁହାଯାଏ? ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣଙ୍କ ଅଜାଙ୍କ ନାମ କ'ଣ? ଉଗ୍ରସେନ। କିଏ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଗୋପରୁ ମଥୁରାକୁ ରଥରେ ବସାଇ ନେଇଥିଲେ? ଅକ୍ରୂର। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ରର ନାମ? ଅଶ୍ୱତ୍ଥାମା।